ଜୟ ଧର୍ମ জয় বড় দেব সত্য বড় দেব ধর্ম বড় দেব হে গুরু বড় দেব শক্তি বড় দেব জ্ঞান বড় দেব জয় বড় দেব সত্য বড় দেব ধর্ম জয় বড় দেব সত্য বড় দেব ধর্ম বড় দেব হে গুরু জয় বড় দেব সত্য জয় বড় দেব ସନାତନ ଧର୍ମରେ ପ୍ରତ୍ୟେକ ଶବ୍ଦର ଗୋଟେ ସ୍ୱତନ୍ତ୍ର ଆକର୍ଷଣ ରହିଛି। ଏହି ସ୍ୱତନ୍ତ୍ରତାକୁ କିଏ କେଉଁ ମାର୍ଗରେ ନେଉଛି। ଆପଣମାନଙ୍କୁ ଜଗନ୍ନାଥ ଏକ ମହାନ ଶବ୍ଦ ଭିତରେ କେମିତି ବଳଦେବ ସୁଭଦ୍ରା ଜଗନ୍ନାଥ ସୁଦର୍ଶନ ଅଛନ୍ତି ଏ ବିଷୟ ଏ ସମ୍ବନ୍ଧରେ ମୁଁ କହିସାରିଛି। ଆଜି କହୁଛି ବଳଦେବ ବରେ ସୁଦର୍ଶନ ହଳରେ ଜଗନ୍ନାଥ ଦେରେ ସୁଭଦ୍ରା ବରେ ବଳଦେବ। ଏହା କେତେ ସୁନ୍ଦର। ଆଜିର ତତ୍ତ୍ୱଭିତ୍ତିକ ସାଧକମାନେ ଆଜି କମି ଯାଇଛନ୍ତି। ବାହ୍ୟ କଥାରେ କେବଳ ତାଙ୍କର ଚାଲିଛି। ପ୍ରବନ୍ଧ ଗପିବା ସେ ଗୋଟେ ଆନନ୍ଦ, କିନ୍ତୁ ପ୍ରବନ୍ଧ ଭିତରେ ତତ୍ତ୍ୱ ବାହାର କରିବା ସେ ଆଉ ଗୋଟେ ଆନନ୍ଦ। କ୍ଷୀର ଦୁଆଁ ହେଲା ସେ ଗୋଟେ ଆନନ୍ଦ। କ୍ଷୀର ସେ ଦହି ହେଲା ତା ସ୍ୱାଦ ବଦଳିଗଲା, ଯେତେବେଳେ ଲହୁଣୀ ହେଲା ତା ସ୍ୱାଦ ବଦଳିଗଲା, ଯେତେବେଳେ ଘିଅ ହେଲା ତା ସ୍ୱାଦ ବି ବଢ଼ିଗଲା। ତେଣୁ ତତ୍ତ୍ୱ ହେଉଛି ସେଇ କ୍ଷୀର ରୂପୀ ଖାଦ୍ୟର ଶେଷ ପର୍ଯ୍ୟାୟ। ତତ୍ତ୍ୱ ହେଉଛି ଆଧ୍ୟାତ୍ମିକ ଜଗତର ଶ୍ରେଷ୍ଠ ଦର୍ଶନ। ସେଇଠି ଆମେ ଗାଇବା
ପ୍ରଭୁ ବଳଦେବ ସ୍ୱୟଂ ବଳଦେବ କ୍ଷମା ପ୍ରଭୁ ବଳଦେବ ବାବା ବଳଦେବ ସ୍ୱୟଂ ବଳଦେବ ହେ ପ୍ରଭୁ ବଳଦେବ ବାବା ବଳଦେବ ସ୍ୱୟଂ ବଳ শান্তি বলদেব মুক্তি বলদেব শান্তি বলদেব মুক্তি প্রীতি বলদেব হে বলদেব মুক্তি বলদেব দেব বলদেব দেব বলদেব দেব বলদেব দেব বলদেব হে দেব বলদেব দেব বলদেব। ଆମେରିକାର ଜଙ୍ଗଲରେ ନିଆଁ ଲାଗିଲା। ଆମକୁ କ'ଣ ଆମେ କ'ଣ ଆମେରିକାବାସୀ, କିନ୍ତୁ ଗୋଟେ ଧାରଣା ଭିତରେ ଆସିଲା ଅମୃତ ଗୁଡ଼ା ପୋଡ଼ିଯାଉଛି, ଅର୍ଥାତ୍ ଅମ୍ଳଜାନ ଔଷଧ ଗୁଡ଼ାକ ପୋଡ଼ିଯାଉଛି। ଔଷଧ ହେଉଛି ଗଛ, ଜୀବଜନ୍ତୁମାନେ ପୋଡ଼ିକିରି ପାଉଁଶ ହେଇଯାଉଛନ୍ତି। ପୃଥିବୀ କହିଲେ କ'ଣ କେବଳ ଜୀବଜନ୍ତୁକୁ ଛାଡ଼ିକିରି ପୃଥିବୀ? ତେଣୁ କ'ଣ କରାଯିବ? ଆମେ ତ ସେଇ ସ୍ତରକୁ ମାନେ ଯାଇନୁ ଆମ କଥା କି ମାନିବ ପୃଥିବୀରେ। କିନ୍ତୁ ଆମ ପାଖରେ ଗୋଟେ ସୂତ୍ର ଅଛି, ସେ ସୂତ୍ର ହେଉଛି ଯୋଗ ସୂତ୍ର। ସେଇ ଯୋଗସୂତ୍ର ଦ୍ୱାରା ଆମ ମନକୁ ସେଇ ଜାଗାରେ ପହଞ୍ଚେଇ ଦେଇହେବ ଏବଂ କହିହେବ, ହେ ଅଗ୍ନି ବା ହେ ପାଣି ବା ହେ ପବନ ତୁମେ ଶାନ୍ତ ହୁଅ, ହେ ଅଗ୍ନି ଦେବତା ତୁମେ ଶାନ୍ତ ହୁଅ। এই কথাটা 3 দিন 4 দিନ ଧରି କ୍ରମାନ୍ୱୟରେ এই ଶାନ୍ତି ପ୍ରାର୍ଥନା ଚାଲିଲା ବେଳେ ଏବେ ଶୁଣୁଛି ଯେ ନିଆଁ ଆୟତ ଆଡ଼କୁ ଆସିଲାଣି। ତେଣୁ ସେ ଅଗ୍ନି ତତ୍ଵର ପ୍ରତୀକ କିଏ? ସିଏ ହେଉଛନ୍ତି ସ୍ୱୟଂ ବଳଦେବ। ସୂର୍ଯ୍ୟଙ୍କ ବଳ, ସୂର୍ଯ୍ୟ କହିଲେ ଅଗ୍ନିଦେବଙ୍କର ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷ ମାନେ ପ୍ରତିମା ହେଉଛନ୍ତି ସୂର୍ଯ୍ୟ। ସେଇ ସୂର୍ଯ୍ୟଙ୍କୁ ପ୍ରଣାମ କରି ଇଏ ଦୁଃଖଟି ଜଣେଇଲେ ନିଶ୍ଚିତ ଭାବରେ ଗୋଟେ କଥା ସେ ଶୁଣିବେ, ଆମର ସେ ବିଶ୍ୱାସ ରହିବା ଉଚିତ। ଔଷଧର ଶକ୍ତି କିଏ? ଚନ୍ଦ୍ରମା। ତେଣୁ ଯେଉଁଠି ସୂର୍ଯ୍ୟ ଅଛନ୍ତି ତାଙ୍କ କିରଣରେ ଚନ୍ଦ୍ରମା ପ୍ରତିଫଳନ ହେଉଛି। ସୂର୍ଯ୍ୟଙ୍କୁ ପ୍ରାର୍ଥନା କଲେ ଚନ୍ଦ୍ର ବି ଶାନ୍ତି ହେବେ, ସୂର୍ଯ୍ୟ ବି ଶାନ୍ତି ହେବେ। ଜୀବଜଗତ ସେ କେଉଁଠୁ ଆସିଲେ? ସୂର୍ଯ୍ୟଙ୍କ ଶକ୍ତିରୁ ସମସ୍ତେ ଜଗତ, ଯେତେ ଜଗତ ସୂର୍ଯ୍ୟଙ୍କ ଶକ୍ତିରୁ ହିଁ ଜଗତ ଖେଳିଛି। ତେଣୁ ସେଇ ବଳଦେବଙ୍କର ନାମରେ
ବଳଦେବଙ୍କର ସ୍ତୁତିରେ ବହୁତ କଥା ହୁଏ। ବ କହିଲେ ପ୍ରଥମ ବ, ଶେଷ ବ। ପ୍ରଥମ ବ କହିଲେ ଆମେ ସୁଦର୍ଶନଙ୍କ ଆଡ଼ୁ ବ୍ୟାଖ୍ୟା କରିବା। ସୁଦର୍ଶନ କିଏ? ବ୍ରହ୍ମ ସୁଦର୍ଶନ, ଯାହାଙ୍କୁ କୁହାଯାଉଛି ସୁଦର୍ଶନ ନମସ୍ତୁଭ୍ୟଂ ଅନନ୍ତ ରୂପମ ଅବ୍ୟୟମ୍। ସିଏ ହେଉଛନ୍ତି ସ୍ୱୟଂ ଅନନ୍ତଙ୍କର ଅବତାର, ଅନନ୍ତଙ୍କ ଦର୍ଶନ। ବଳଦେବ ହେଉଛି ଅନନ୍ତଙ୍କ ଦର୍ଶନ। ବ ପରେ ଳ, ଳ କହିଲେ ଲ, ସେଟା ଳଟା ଓଡ଼ିଆରେ, କିନ୍ତୁ ତାର ମୂଳ ସଂଖ୍ୟାର ଉଚ୍ଚାରଣ ହେଉଛି ଲ। ଲୟ। ଜୀବନରେ ଯଦି ଦୁଃଖୀ ହୁଅ, ରୋଗୀ ହୁଅ, ଯାହା ବି ହୁଅ, ଯଦି ଲୟ ପାଦପଦ୍ମରେ ରହିବ, ଅଭୟ ପାଦପଦ୍ମକୁ ଆଶ୍ରା କରିବ, ଦୁଃଖରେ ସୁଖରେ ନିନ୍ଦାରେ ପ୍ରଶଂସାରେ, ତାହେଲେ ସିଏ ଲୟଟି ନିଶ୍ଚିତ ଭାବରେ ତାଙ୍କ ପାଖରେ ପହଞ୍ଚିବ। ସିଏ ତାର ପ୍ରତିକାର କରିବେ। ଆମେ ଯେଉଁ ବ୍ୟସ୍ତ ହୋଇ ପଡ଼ୁଛୁ, ଏହା କରିବୁ ସେୟା କରିବୁ ସେୟା କରିବୁ, କିଛି ହେଉନି। ତେଣୁ ଭକ୍ତ ବସି ଅଛି, କେତେ ସୁନ୍ଦର ପଦଟିଏ ସତ୍ୟନାରାୟଣ ପାଲାକାର ମାନେ ସଙ୍ଗୀତଟି ଗାଆନ୍ତି। ଭକ୍ତ ବସି ଅଛି ଅନେକ ଦୂର, ଲୟ ଲଗା ଜଗବନ୍ଧୁଙ୍କ। ଭକ୍ତ ବସି ଅଛି ଅନେକ ଦୂର, ଲୟ ଲଗା। ଭକ୍ତ ବସିଅଛି ଅନେକ ଦୂରରେ, ଲୟ ରଖିଅଛି ଜଗବନ୍ଧୁଙ୍କ ପୟରେ। ସେଟା ଟିକେ ବିଭଙ୍ଗ ହେଇଗଲା। ସେଟା ସେ ଯାହା ହଉ, ଯଦି ଶାଲବେଗ କେଉଁଠି ଥିଲେ, ବୃନ୍ଦାବନରୁ କହିଲେ ମୁଁ ଯିବା ଯାଏ ତମେ ରଥରେ ଥିବ, ସେ ଥିଲେ ନା। ଆଉ କିଏ କହିବ ନାହିଁ ସେ ରଥଟା ଅସଜ ହେଇଯାଇଥିଲା, ଅସଜଡ଼ା ହେଇଯାଇଥିଲା। ଇଏ ସବୁ କଥାକୁ ବାଛିଲେ ସବୁ କଥା ଭୁଲ ହେଇଯିବ। ମନ ଗୋଟେ ଭଜନରେ ବଳିଆ ଲେଖିଛି, ମନ ମୁନ ଚୈତନ ଲଗାଅ ଧ୍ୟାନ, ମନ ମୁନ ମନ ମୁନ ଚୈତନ ଲଗାଅ ଧ୍ୟାନ, ମନ ମୁନ ଶ୍ରୀ ହରି ପାଟଣା ପୁରେ ତାଙ୍କ ଆସ୍ଥାନ, ଶ୍ରୀ ହରି ପାଟଣା ପୁରେ ତାଙ୍କ ଆସନ, ଶ୍ରୀ ହରି ମନ ମୁନ ଧ୍ୟାନ, ମନ ମୁନ ଧ୍ୟାନ। ତେଣୁ ଆମେ ଯଦି ମନକୁ ଠିକ୍ ଭାବରେ ସେ ଜାଗାରେ ପହଞ୍ଚେଇବୁ, ତାହେଲେ ନିଶ୍ଚିତ ଭାବରେ ଆମ ଲୟ, ଆମ ଲକ୍ଷ୍ୟ ପୂର୍ଣ୍ଣ ହେବ। ତାପରେ ଏଠି ଲରେ ଜଗନ୍ନାଥ ଅଛନ୍ତି, ଦେ ସିଏ ହେଉଛନ୍ତି ମା ସୁଭଦ୍ରା। ସନ୍ତାନ ସବୁବେଳେ ମା ପାଖରେ ଅଳି କରେ, ଖାଇବାକୁ ଦେ,
ଶୋଇବାକୁ ଦେ, ଶୁଆଇ ଦେ, ଖୁଆଇ ଦେ, ପିନ୍ଧିବାକୁ ଦେ। ଇଏ ଜିନିଷ କେବଳ ମା ପାଖରେ ସମ୍ଭବ। ଏତିକି କଥା ଯଦି ଆମେ ଅନ୍ୟ କାହା ପାଖରେ କହିବା ତାହେଲେ ସେ ବିରକ୍ତି ପ୍ରକାଶ କରିବ। ତେଣୁ ଦେ ହେଉଛନ୍ତି ସୁଭଦ୍ରାଙ୍କ ପ୍ରତୀକ। ତାପରେ ବ ପୁଣି ଆସିଲା ଆଉ ଗୋଟିଏ ବ, ସେ ବ ହେଉଛନ୍ତି ବ୍ରହ୍ମ। ସିଏ ବଳଦେବ, ବ୍ରହ୍ମ ବଳଦେବ। ଆମର କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ବଳଦେବ ପ୍ରଭୁ ଯେଉଁ ରଥରେ ଯାତ୍ରା କରନ୍ତି ସେ ରଥର ନାଁ ହେଉଛି ବ୍ରହ୍ମ ତାଳଧ୍ୱଜ। ବ୍ରହ୍ମ ତାଳଧ୍ୱଜ, ବ୍ରହ୍ମ ମାନେ ବ୍ୟାପକ। ତେଣୁ ଯେମିତି ଜଗନ୍ନାଥରେ 4ଟି ମୂର୍ତ୍ତିକୁ ଆମେ ଭାବିଥିଲେ, ଏବେ ବଳଦେବଙ୍କ 4 ଅକ୍ଷରେ ମଧ୍ୟ 4ଟି ମୂର୍ତ୍ତିଙ୍କୁ ଆମେ ସ୍ଥିର, 4ଟି ତତ୍ତ୍ୱକୁ ଆମେ ସ୍ଥିର କଲେ। ଏହା ହିଁ ପ୍ରତ୍ୟେକ ଜୀବନ ପାଇଁ ଧର୍ମ, ଅର୍ଥ, କାମ, ମୋକ୍ଷର ପ୍ରତୀକ ହେବ। କଥାଟି ଏଇଠି ରଖିବା। ଜୟ ବଳରାମ, ସତ୍ୟ ବଳରାମ। हरि बोल।